ଯାଜପୁର ଟାଉନ୍ କହୁଛି। କୋଉଠୁ? ଯାଜପୁର ଟାଉନ୍। ହଁ ଆଜ୍ଞା। ମୋର ସାର୍ କ୍ୱେଶ୍ଚନ୍ କ'ଣ କି, ମୁଁ କହିଲି ଯେ ଆମର ଯୋଉ କୁହନ୍ତି 33 କୋଟି ଦେବତା, ପ୍ରକୃତରେ କ'ଣ 33 କୋଟି ଦେବତା ଅଛନ୍ତି? ଏଇଟା ମୁଁ ତ ଗଣି ନାହିଁ। ଆଜ୍ଞା। ଆଉ କହୁଛନ୍ତି ଯେତେବେଳେ ମହାପୁରୁଷ ମାନେ ଥିବେ। ଆଜ୍ଞା, ସେଇ ତ କଥା ନା। ତେଣୁକରି ଦେବତା ଆମର ଯୋଉ ଚିନ୍ତାଧାରା, ସେଦିନ ମୁଁ ତ ଶୁଣୁଥିଲି, ଆମେ ତ ପରମ ବ୍ରହ୍ମ ନିରାକାର, ତାଙ୍କର ତ ଆକାର ନାହିଁ କି ମୂର୍ତ୍ତି ନାହିଁ। ସେ ତ ଗୋଟିଏ ଶ୍ରେଷ୍ଠ। ତେଣୁ ଏତେ ଦେବତା କୋଉଠୁ ଆସିଲେ ଏମାନଙ୍କୁ? କିଛି ଅସୁବିଧା ନାହିଁ ତ। ମୁଁ ତତେ ଗୋଟେ କଥା ବୁଝେଇ ଦଉଥିଲି। ଆଜ୍ଞା ସାର୍। ଗୋଟେ ବର ଗଛରେ ଆଜ୍ଞା। କେତେଟା ପତ୍ର କଅଁଳିବ ତୁ କହିପାରିବୁ କି? ନା ନା। ସେଟା କାଳ୍ପନିକ ନା। ଆଜ୍ଞା। ଦେବତା ମାନଙ୍କୁ କୋଉଥିପାଇଁ ଦେବତା କଳ୍ପନା କରାହେଇଛି? ଆଜ୍ଞା। ଦେବତା ଗୁଡିକ କଳ୍ପନା କରାହେଇଛି କେବଳ ସାଧନାର ଗୋଟିଏ ସିଏ ହଉଛି ସ୍ତର। ଆମେ ଭକ୍ତି କରିବା ପାଇଁ ହନୁମାନଙ୍କୁ ମୁଁ ଭକ୍ତି କରୁଛି, ରାମଚନ୍ଦ୍ରଙ୍କୁ କିଏ ଭକ୍ତି କରୁଛି, ଏଗୁଡା ସବୁ ଭକ୍ତ ଭକ୍ତି କରିବା ପାଇଁ ଭିନ୍ନ ଭିନ୍ନ ସାକାର ମୂର୍ତ୍ତି କରିକିରି ଗୋଟେ କରୁଛନ୍ତି। ଆଜ୍ଞା ଆଜ୍ଞା ସାର୍। ତେଣୁ ସେଇଟାକୁ ସେ 33 କୋଟି ଦେବତା ହଉ ବା ଯାହା ହଉ, ସେ ସବୁ ଆମ ଭକ୍ତି କରିବା ପାଇଁ ଏସବୁ ଗୋଟେ ଗୋଟେ କରାଯାଉଛି। ଆଜ୍ଞା। କିନ୍ତୁ ପ୍ରକୃତ ଦେଖିବା ପାଇଁ ଗଲେ ଆମର ଗୋଟେ କଥା ନାହିଁ, ସେଇ ଶାସ୍ତ୍ର ବି ଲେଖା ହେଇଛି, ସର୍ବଦେବ ନମସ୍କାର କେଶବଂ ପ୍ରତି ଗଚ୍ଛତି। ଆଜ୍ଞା। ଅର୍ଥାତ ଯେତେ ଦେବତା 33 କୋଟି ଦେବତା ଅଛନ୍ତି, ତମେ ଯାହାକୁ ନମସ୍କାର କରିବ ସିଏ କେଶବ ପାଖରେ ଯାଇ ପହଞ୍ଚିବ। ଭଗବାନ ନାରାୟଣ ହଉଛନ୍ତି ମୂଳ ଠାକୁର, ତାଙ୍କରି ପାଖରେ ଟିକେ ପହଞ୍ଚିବ, ବିଷ୍ଣୁଙ୍କ ପାଖରେ। ଆଉ ତେଣୁ ଆମେ ଯଦି ଗୋଟିଏ ଠାକୁର ଯଦି ମୂଳ, ସେଇଟାକୁ ଯଦି ଧରିବା, ଅନ୍ୟ ମାନଙ୍କର ଆବଶ୍ୟକ ନାହିଁ। କିଛି ନାହିଁ, ଆବଶ୍ୟକ ନାହିଁ। ସାର୍ ଲକ୍ଷେ ଠାକୁର ପୂଜେଇ କିଛି ସାର୍ ଆଜ୍ଞା ଲାଭ ନାହିଁ। କାରଣ ଗୀତାରେ ବି ଭଗବାନ ସାର୍ କହିଥିଲେ ନା କ'ଣ, ତ ମୁଁ ଶୁଣିଛି ଯେ ମୁଁ ଦେବତା ମାନଙ୍କ ମାଧ୍ୟମରେ ମୁଁ ବର ଦିଏ। ଆଉ ମୁଁ ହଉଛି, ଏବଂ ସେ ବର ବି ସ୍ଥାୟୀ ନୁହଁ। ଆଉ ମୁଁ ଯୋଉ ବର ଦିଏ ଅଜର ଆଉ ଦେବତା ପୂଜା ବି ସେଥିରେ ନିବାରଣ ଅଛି। କିନ୍ତୁ ସେ କଥା ଛାଡ, ମୋ କଥା ଟିକେ ଶୁଣ। ଆଜ୍ଞା ଗୋଟିଏ କଥା ହଉଛି, ଆମ ଠାକୁର କହିଲେ ସେ ଦ୍ୱାର ପରମ ଦେବେ କହିଲେ, ଆଜ୍ଞା ଆତ୍ମା ଠାରୁ ଦେବ ନାହିଁ ତ୍ରୟ ଭୁବ, ଉଡା ବୁଡା ଚଳ ଚଳେ, 56 କୋଟିରେ ଏକ ନାମକ୍ଷରେ ଔମ, ତ୍ରିବିଜ ସୂତ୍ରରେ କୀଟୁ ବ୍ରହ୍ମରେ, ବିହରେ ସେ ପ୍ରାଣ ରୂପରେ କୀଟୁ ବ୍ରହ୍ମରେ। କଣ ବୁଝିପାରୁଛୁ ନା? ମହେନ୍ଦ୍ର ମିଶ୍ର କହିଲେ, ସେ ତାଙ୍କ ଭାଷାରେ ସେ କହିଲେ, ଯେ କାଳେ ବିଷ ନଥିଲା ରେ ବାବୁ, ଆତ୍ମା ଥିଲା ବିରାଜିତ, ଏବେ ମଧ୍ୟ ଆତ୍ମା ବିରାଜୁ ଅଛି ରେ, ଭବିଷ୍ୟଥି ନିଶ୍ଚିତ। ଆତ୍ମା ହଉଛି ମୂଳ ଠାକୁର। ଆଜ୍ଞା। ମୁଁ ଗୋଟେ ଉଦାହରଣ ଦଉଛି, ଯେ ଆମେ ମାଟିରେ ମୂର୍ତ୍ତି ତିଆରି କରିବା। ଆଜ୍ଞା। କେତେଟା ମୂର୍ତ୍ତି କରିବା ନା, ଯେତେଟା ଛାଞ୍ଚ ଥିବ ସେତେଟା। ହଁ ହଁ ହଁ। ସେତେଟା ପ୍ରତି ଛାଞ୍ଚରେ ବି ଗୋଟେ ଗୋଟେ ନୁହେଁ। ଯେତେଟା ଛାଞ୍ଚ ଥିବ ସେଥିରୁ କୋଟି କୋଟି ଅସଂଖ୍ୟ ମୂର୍ତ୍ତି ତିଆରି ହେଇପାରିବ, ଆମେ ଗଣନା କରିପାରିବା ନାହିଁ। କିନ୍ତୁ ମୂଳ, ସେ ଯୋଉ ମୂର୍ତ୍ତିର ମୂଳ ଅସ୍ତିତ୍ଵ ଟା କିଏ? ମାଟି। ମାଟିରୁ ହିଁ ସବୁ ତିଆରି କରାଯିବ ମୂର୍ତ୍ତି। ଆଉ କିନ୍ତୁ ମାଟି ହଉଛି ତାର ମୂଳ ନୁହେଁ ନା? ଆଜ୍ଞା ଆଜ୍ଞା। ଠିକ ସେଇଭଳି ଯେତେ ପ୍ରକାର ଦେବତା ତମେ କଳ୍ପନା କରୁଛ, ତାଙ୍କର ମୂଳ ଦେବତାଟି ହଉଛନ୍ତି ଆତ୍ମା। ତମ ମନ ଭିତରୁ ସବୁ ଦେବତା ବାହାରିବେ, ତମ ମନ ଭିତରୁ ସବୁ କଥା ହବ। ମନ ଦେବତା ସୃଷ୍ଟି କରେ, ମନ ଦେବତାକୁ ଧ୍ୱଂସ କରେ, ମନ ସବୁ କରେ। ତେଣୁ ମନ ଭିତରୁ ମନର କଳ୍ପନା ଟା କେତେଟା କିଏ ନିର୍ଦ୍ଦିଷ୍ଟ କହିପାରିବ? ନା। ବାସ, ଯଦି ନ କହିପାରିବ, ତେଣୁ ମନରୁ ସେ ସବୁ କଳ୍ପିତ। ତେଣୁ ବିଶ୍ୱମ୍ବର ବାବା କହୁଛନ୍ତି ଯେ ତମେ ମନଟାକୁ ଆଗେ ସ୍ଥିର କରିଦିଅ। ମନଟାକୁ ସ୍ଥିର କରିଦେଲେ 33 କୋଟି ଦେବତା କୁଆଡେ ଉଭେଇଯିବେ। ଖାଲି ଗୋଟିଏ ଆତ୍ମା କେବଳ ପ୍ରତିଫଳନ ହବ। ତେଣୁ ଆତ୍ମା ପ୍ରତିଫଳନ ହେଲେ ସେ ଆତ୍ମାକୁ ଅନୁସନ୍ଧାନ କରି ତମେ ମୁକ୍ତି ମାର୍ଗକୁ ଯିବ। ଏଟା ହଉଛି ମୁକ୍ତିର କଥା। ବାସ୍, ତେଣୁ ତମେ ଯଦି ମୁକ୍ତି ପାଇବା ପାଇଁ ଚାହୁଁଛ, ତାହେଲେ ଆତ୍ମାକୁ ପୂଜା କର, ମନକୁ ସ୍ଥିର କର। ଏଟା ହଉଛି ପ୍ରଥମ କର୍ତ୍ତବ୍ୟ। ଅନ୍ୟ କଥା ଗୁଡାକ ଯାହା ହଉ, ଏଟା କରିବା ଆଉ। ନା, ଆଉ ଗୋଟେ କ୍ୱେଶ୍ଚନ ମୋର ଥିଲା, ଗୋଟେ ସନ୍ଦେହ, ଯେ ଆମର ପ୍ରକୃତରେ ଆମ ସମସ୍ତଙ୍କ ଦେହରେ କଣ ଭଗବାନ ଅଛନ୍ତି? ତମେ କିଏ କଣ? ତମ ଦେହ ଭିତରେ ଯୋଉ ଭଗବାନଙ୍କୁ ଦଉଛୁ, ତାହେଲେ ତମେ କିଏ?
ଆତ୍ମା। ଆତ୍ମା ପା ଭଗବାନ। ଆଜ୍ଞା ଆତ୍ମା ଯଦି ଭଗବାନ, ଏ ଯୋଉ ଲୋକ ମଦ ଖାଉଛନ୍ତି, ମାଂସ ଖାଉଛନ୍ତି, ସେ କଣ ଭଗବାନ ଖାଉଛନ୍ତି? ଲୋକ ଖାଉଛନ୍ତି ମଦ ମାଂସ ନା, ତୁ ବା କହିଲୁ ବର୍ତ୍ତମାନ ଲୋକ ଖାଉଛନ୍ତି, ଆଉ ଭଗବାନ କେମିତି ଖାଇଲେ? ଆଚ୍ଛା ଆଚ୍ଛା, କଣ ଆତ୍ମା ବୁଝିପାରୁନ? ଖାଉନି, ମାନେ ଆତ୍ମା ଶରୀର ଖାଉଛି ନା? ଶରୀର ତ ଖାଉଛି, ଆଉ ଆତ୍ମା କେମିତି ଖାଇଲା? ହଁ ନା, ମୁଁ ସେ କଥା ଶରୀର ଖାଉଛି ନାଇଁ। ଆଜ୍ଞା ଆଜ୍ଞା। ଆଚ୍ଛା, ମଦ ଯଦି ମାଂସ ଭଗବାନ ଅଛନ୍ତି ତାହେଲେ ଭଗବାନ ନିବାରଣ କରୁନାହାନ୍ତି ଯେ କାହିଁକି ସେଇଟା ଯୋଉ କରୁଛି ଭଗବାନଙ୍କର କଣ ଦରକାର ସେ ନିବାରଣ କରିବେ? ସେ ପା ଆଜ୍ଞା ନିଷ୍କ୍ରିୟ, ସେ ନିରାଲମ୍ବ। ଆଜ୍ଞା, ସେ କହେ ତୁ କଲୁ ତୁ ପାଇଲୁ ନା ସାର୍। ନା 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 ନା, ଆଜ୍ଞା ମୁଁ ଆଉ ଗୋଟେ କଥା କହୁଛି, ତତେ ହଁ ଭଲ ଉଦାହରଣ ଦଉଛି, ତୁ ବୁଝିଦେ। ଆଜ୍ଞା 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 ତୋର ଗୋଟେ ପୁଅ ଅଛି, ତୋ ପୁଅଟାକୁ ଭାରି ତୁ ସ୍ନେହ କରୁଛୁ, ଆଜ୍ଞା ତୋ ପୁଅଟାକୁ ଭାରି ସ୍ନେହ କରୁଛୁ। ହଁ ହଁ ହଁ। ଯଦି ସ୍ନେହ କରୁଛୁ, ସିଏ ହୁଁ ଯଦି ଯାଇକି କୋଉଠି ମାଡ ଗୋଳ କଲା, ହୁଁ ହୁଁ କହୁଛୁ ନା ନା ତୁ ଯାହା କରୁଛୁ ଠିକ। ହୁଁ କାହିଁ ତାକୁ ସମର୍ଥନ କାହିଁକି କଲୁ? ନା ତାକୁ ତୁ ଭଲ ହୁଁ ପାଉଛୁ। ଭଲ ପାଉଛି ବୋଲି। ହଁ ତେଣୁ ଏ ମଦ ମାଂସ ଯିଏ ଖାଉଛି, ତା ପ୍ରକୃତି କିଏ? ସେଟା ମନର ହୁଁ ପ୍ରକୃତି ଏଗୁଡା ସବୁ କରୁଛି। ହୁଁ 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 ମନଟାକୁ ତୋ ଆତ୍ମା ଭଲ ପାଉଛି। ହୁଁ 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 ତ ମନଟାକୁ ଯେତେବେଳେ ଆତ୍ମା ଭଲ ପାଉଛି, ତେଣୁ ହୁଁ ମନ ଯାହା କରୁଛି ସେ ତ କିଛି କହୁନି। କହୁନି। ହଁ କାହିଁକି କହୁଛି? ସେ ବା ତାକୁ ଭଲ ପାଉଛି। ହଁ ହଁ କଣ ବୁଝିପାରୁଛୁ ନା? ହଁ 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 ତେଣୁ ବାରଣ କାହିଁ କରିବ? ଆଉ ହୁଁ ଗୋଟେ ହୁଁ କଥା, ବାରଣ ହୁଁ କିଏ କାହାକୁ କରେ? ହୁଁ କୋଉଟା ଉଚିତ କୋଉଟା ଅନୁଚିତ, ଏଇ ଚିନ୍ତାଧାରା ଯିଏ କରିବ, ସେଇଟାକୁ ସିଏ ବାରଣ କରିବ। ଏଇଟା ହଁ କରିବା ହଁ ଉଚିତ, ଏଇଟା କରିବା ଅନୁଚିତ, ଅନୁଚିତ ହଁ ଏଇଟା କରିବା ବିଧି, ଏଇଟା କରିବା ନିଷେଧ। ଏଇ ନିଷେଧ। ବିଧି ନିଷେଧରେ ଯିଏ ରହନ୍ତି, ହୁଁ ସିଏ ହୁଁ ସବୁ ବାରଣ କରନ୍ତି। ଆତ୍ମା ବାରଣ ବା କର। ବିଧି ନିଷେଧରୁ ବହିର୍ଭୂତ। ସିଏ ଆଜ୍ଞା କାହାକୁ ମନା କରିବେନି, କି କାହାକୁ ହଁ କହିବେନି, କି କାହାକୁ ନା କହିବେନି। ଆଜ୍ଞା ସିଏ ହଉଛନ୍ତି ନିଷ୍କ୍ରିୟ। ତେଣୁ ସିଏ କାହିଁକି କାହା କଥା ଉପରେ ବାଧା ଦେବେ? ଆଜ୍ଞା ଆଜ୍ଞା। କାହିଁକିନା ଆତ୍ମାର କଣ ଅହଙ୍କାର ନାହିଁ? ନା। କିଏ ବାଧା ଦିଅନ୍ତି? ଅହଙ୍କାର ବାଧା ଦିଅନ୍ତି। ମନେ କରାଯାଉ ତୋର ଗୋଟେ ହୁଁ ଅହଙ୍କାର ଅଛି, ହୁଁ ହୁଁ ତୁ ଭାବୁଛୁ ମୁଁ ଗୋଟେ ବଡ ଲୋକ, କି ବଡ ସମ୍ମାନର ବଡ଼ ଲୋକ, କି ସନନ୍ଦ ଗୋଟେ ହଁ ପଣ୍ଡିତ। ହଁ ଆଜ୍ଞା ତୁ ଭାବୁଛୁ ମୁଁ ଯାହା କହୁଛି ସେଇଟା ଜଗତରେ ଠିକ। ଠିକ ହଁ। ଯଦି ଏଇଟା ତୁ ଭାବୁଛୁ, ଆଉ ସମସ୍ତେ ଜଣେ ଯଦି ମାନନ୍ତୁ। ଆଜ୍ଞା ଆଜ୍ଞା ଆଉ ଜଣେ ଯଦି ତାକୁ ବ୍ୟତିକ୍ରମ କଥା ଭୁଲ ବୋଲିକି କହେ, ତୁ ହଁ ରାଗିବୁନୁ? ହଁ ହଁ ତୁ କହ ଆରେ ମୁଁ ଯାହା କହୁଛି ତୁ କଣ ଗୋଟେ ଅଲଗା କହୁଛୁ? କାହିଁକିନା ତୋ ହଲା ପାଖରେ କହିଲେ ଅହଙ୍କାର ଟା ଅଛି ନା। ହଁ 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 ତେଣୁ ପଣ୍ଡିତ ମାନେ କେବଳ ତର୍କ କରନ୍ତି। ତାର୍କିକ ହଁ ହଁ ପଣ୍ଡିତେ ପ୍ରପଞ୍ଚ ଅସ୍ତିତ୍ଵ ସତ୍ୟ ସିଦ୍ଧ କରି ରହନ୍ତି ମଜି। ଶୂନ୍ୟବାଦୀ ଶୂନ୍ୟ ବିଷ କି ଦେଖଇ, ଶୂନ୍ୟରେ ରହିଣ ସଂସାର ତେଜି। ଏ ପଣ୍ଡିତ ମାନେ ଖାଲି ତର୍କ କରି କରିକି ଦିନ ଯିବ। ହଁ ବୁଝିପାରୁଛୁ ନା? ଆଜ୍ଞା ଅନ୍ଧ ମାନେ କଣ କରନ୍ତି ନା, ହୁଁ ମନେ କରାଯାଉ 5 ଜଣ ଅନ୍ଧ ଯାଇକି ପହଞ୍ଚିଗଲେ ହୁଁ ହାତୀ ଦେଖିବା ପାଇଁ, ସମସ୍ତେ ତ ହୁଁ ଅନ୍ଧ ନା। ହୁଁ ହୁଁ ଆଉ ତେଣୁ ଯିଏ ଗୋଡଟାକୁ ଧରି ପକେଇଲା, ତାହେଲେ ଏଇଟା ହଉଛି ଖୁଣ୍ଟ। ଖୁଣ୍ଟ ହଁ ହଁ ହାତୀଟା ଖୁଣ୍ଟ ଭଳିଆ। ହୁଁ 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 କାନଟାକୁ ହଁ ଧରି ପକେଇଲେ କହିବେ ନା ନା ହାତୀଟା କୁଲା ହଉଛି ବଡ଼ା କୁଲା ଭଳିଆ। ହଁ 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 ଥୋଡ ହଁ ପାହାଡଟାକୁ ଧରି ପକେଇଲେ ଜଣେ କହିବ ହୁଁ ହାତୀଟା ହୁଁ ହଉଛି ସାପ ହୁଁ ଭଳିଆ। ହୁଁ ଏ ହୁଁ ହୁଁ ପ୍ରକୃତ ହୁଁ ହାତୀ ଖୁଣ୍ଟ ନୁହେଁ, କି କୁଲା ନୁହେଁ, କି ସାପ ନୁହେଁ। ଚାପ ନୁହଁ। ହଁ ତେଣୁକରି ନାଇଁ ସେମିତି ପାଇଁ ସାର୍ ଯୋଉ କହିଲେ କି ଯୋଉମାନେ ଯିଏ ଟିକେ କଣ ଜାଣିନ୍ତି, ସେ କହିଲା ମୁଁ ଏଇଟା ଠିକ, ଖାଲି ସେ କହିଲା ଜାଣିଛି ସେଇଟା ଠିକ। ନୁହେଁ, ସେ ବା ସବୁ ଅନ୍ଧ। ଅନ୍ଧ ହଁ ହଁ ଅନ୍ଧ କେମିତି ଅନ୍ଧ ମୁଁ ବୁଝେଇ ଦଉଛି ଶୁଣୁ। ହୁଁ ଆଜ୍ଞା ଯୋଉମାନଙ୍କର ହୁଁ ଜ୍ଞାନ ଚକ୍ଷୁ ନାହିଁ, ହୁଁ ହୁଁ ଯୋଉମାନଙ୍କର ଦିବ୍ୟ ଚକ୍ଷୁ ନାହିଁ, ହୁଁ ହୁଁ ସେମାନେ ଶୋଉଛନ୍ତି ଅନ୍ଧ। ଆଜ୍ଞା ତେଣୁ ଆମେ ସମସ୍ତେ ହଉଛନ୍ତି ଅନ୍ଧ। କାହିଁକିନା ହଁ 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 ଆମ କାହାର ଦିବ୍ୟ ଚକ୍ଷୁ ନାହିଁ। କାହାରି ନାହିଁ କାହାରି ନାହିଁ ବା ଆମେ ସବୁ ତେଣୁ ଚର୍ମ ଆମେ ଚକ୍ଷୁରେ ହଁ ହଁ ତେଣୁ ଆମେ ଅନ୍ଧ ଅନୁସରଣ କରୁଛନ୍ତି, ଅନ୍ଧ ବିଚାର କରୁଛନ୍ତି। ହୁଁ 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 ଆମେ ମାନେ ସମସ୍ତେ ହୁଁ ଅନ୍ଧ ହୁଁ ହୁଁ ବିଚାର କରୁଛନ୍ତି। ଅନ୍ଧବିଚାର କରୁଛନ୍ତି ଗୋଟେ ଦେଶକୁ ଗୋଟେ ଲୋକର ଆଖି ଅଛି, ସିଏ ଯାଇ ପହଞ୍ଚିଲା। ହୁଁ ହୁଁ ଅନ୍ଧ ମାନଙ୍କର ତ ଆଖି ନାହିଁ, ନା ସବୁ ଆଖି ଗୁଡାକ ଖୋଳା ଖୋଳା। ତେଣୁ ହୁଁ ସିଏ ଯେତେବେଳେ ଯାଇ ପହଞ୍ଚିଲା, ଅନ୍ଧ ମାନେ ହାତ ମାରି ଦେଖିଲେ ତା ଆଖିଟା ଉଚା ଅଛି। ହୁଁ କହିଲେ ହୁଁ ଆରେ ୟାର ଗୋଟେ ବେମାରୀ ହେଇଛି। ହୁଁ ତେଣୁ ହୁଁ ତାଙ୍କ ଅନ୍ଧ ଡାକ୍ତରକୁ ଡାକିଲେ, ତା ଅନ୍ଧ ଡାକ୍ତର ଆସିକି ତା ଆଖି ଦିଟାକୁ ତାଡ଼ିଲା। ହୁଁ ହୁଁ କାହିଁକି ନା ତାର ବେମାର ହେଇଛି କହିଲା। ହୁଁ ତାମାନେ ହୁଁ ଅନ୍ଧ ହୁଁ ବିଚାର। ହୁଁ 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 ଅନ୍ଧ ଯାହାକୁ ବିଚାର କରେ, ସେ ଠିକ ବିଚାର କରେ ନା। ତାକୁ ଅନ୍ଧ ନା ବିଚାର ବୋଲି ହୁଁ କହନ୍ତି ହୁଁ ହୁଁ ହେଲା। ତେଣୁ ଆମେ ମାନେ ବିନା ଗୁରୁରେ, ହୁଁ ହୁଁ ସଦ୍ଗୁରୁଙ୍କ ଠାରୁ ଶରଣ ନ ନେଇ, ହୁଁ ହୁଁ ଆମେ ହୁଁ ଯଦି ସଦ୍ଗୁରୁଙ୍କ କୌଶଳ ନ କରିକିରି ହୁଁ ଖାଲି ହୁଁ ଶାସ୍ତ୍ର ପୁରାଣ ପଢିକି ଯୋଉ ବିଚାର କରିବା, ହଁ ତାକୁ ହଁ ହଁ କୁହାଯିବ ଅନ୍ଧ ବିଚାର। ଅନ୍ଧବିଚାର ହଁ। ହୁଁ ଶାସ୍ତ୍ର ବି ଠିକ ଭାବରେ ବୁଝି ପାରୁନୁ, ଯୋଉଟା କି ତାର ଗ୍ରହଣ ଅଛି, ସେ ବ୍ୟାଖ୍ୟାଟା କେବଳ ଗୁରୁ କରିବେ ତାଙ୍କୁ ବୁଝେଇବେ। ନା ଶାସ୍ତ୍ର ତା ଯିଏ ଦେଖିଛନ୍ତି, ସେ ହଉଛନ୍ତି ମହାଜ୍ଞାନୀ।
ହୁଁ କିନ୍ତୁ ସିଏ ଯୋଉ ଦିବ୍ୟ ଦୃଷ୍ଟିରେ ଦେଖିକି ଲେଖିଛନ୍ତି, ହୁଁ ହୁଁ ଆମର ଯୋଉଦିନ ସେଇ ଦୃଷ୍ଟି ଖୋଲିବ ଆମେ ସେ ଶାସ୍ତ୍ରକୁ ଯାଇ ବୁଝିବା। ବୁଝିବା, ହଁ, ନହେଲେ ଯେ ଉଲ୍ଟା ବୁଝୁଛନ୍ତି ଆଉ। ମୋଟେ ସେଇ ଅନ୍ଧଟିକୁ ବୁଝି, ସେଇ ଗୀତା କଣ ଭାଗବତ କଣ ସମସ୍ତେ ପଢୁଛନ୍ତି ନା ବୁଝିପାରୁଛନ୍ତି ନା? ନା। ଆଉ ସମସ୍ତେ ଯଦି ବୁଝିପାରୁଛନ୍ତି ତ ମୁକ୍ତି ପାଇଛନ୍ତି। ହଁ 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 ମୁକ୍ତି ନୁହେଁ, ମୁକ୍ତି ଆଜ୍ଞା ହଉଛି କଣ? ନିଜ ମୁକ୍ତି ପାଇଁ ନିଜେ ଅଟୁ ଦାୟୀ, ଦୃଢ ମନ ବଳ କରି ପୋଷଣ, ସୃଷ୍ଟିକର୍ତ୍ତା ପାଶେ ଆତ୍ମ ସମର୍ପଣ, ନିର୍ବିକାର ଚିତେ କର ଅର୍ପଣ। ତେଣୁ ନିଜ ମୁକ୍ତି ପାଇଁ ନିଜେ ଦାୟୀ ଅଟୁ। ନିଜେ ଆଜ୍ଞା। ଆତ୍ମା କେମିତି ତାକୁ ସିଇନେ, ଯଦି ଗୁରୁ କରୁନଥିବୁ ତ, ଗୁରୁ ନା କରୁଛୁ ନା? ନା ନା ଆଜ୍ଞା ସେ କରୁନି। ତୋ କଥାରେ ପା ଜଣା ପଡୁଛି ତୁ ଗୁରୁ ଆଜ୍ଞା କରୁନୁ। ତୁ ନା ଯୋଉ ପ୍ରଶ୍ନ ପଚାରୁଛୁ ଏଇଟା ଗୁରୁଙ୍କର ପ୍ରଶ୍ନ ନୁହେଁ। ନା ଖାଲି ଗୋଟେ କହିଲୁ ଯେତେବେଳେ ମୁଁ କହିଲି ହଁ ଟିକେ ଆଜି ପଚାରୁଛୁ, ଆଜ୍ଞା ଆଜ୍ଞା ସକାଳେ କହିଥିଲୁ ହଁ ଏବେ ହଁ ଆସିକି ହଁ ନା କହିଲୁ, ଯାହା ସମୟ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ସେଇ ସମୟରେ ମୁଁ ସମୟ ଦେଲି। କିନ୍ତୁ ଗୋଟେ କଥା ମନେ ରଖ, ଆଜ୍ଞା ଯଦି ତୁ କିଛି ଜାଣିବା ପାଇଁ ଚାହୁଁଛୁ ଦିବ୍ୟ ଦୃଷ୍ଟିଟାକୁ ଖୋଲ। ଆଜ୍ଞା ଦିବ୍ୟ ଦୃଷ୍ଟି କେମିତି ଖୋଲିବ ନା, ସିଏ ସଦ୍ଗୁରୁଙ୍କ ଆଶୀର୍ବାଦ ଚଳନା ହଁ ନେଇକିରି ହଁ 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 କର୍ମ କର, ମନ ହୁଁ ସ୍ଥିର ହଉ, ହୁଁ ଜ୍ଞାନ ଉଜ୍ଜଳ ହଉ, ଏଇଟା ହଉଛି ଠିକ। ହୁଁ ଆଉ ହୁଁ କିଛି ନକରି ଆଉ ଭୁଲରେ ମତେ ଦିନେ ପଚାରିବୁନୁ କି ବାବା ଏଇଟା ସେଇଟା, କାହିଁକି ନା ତୁ ତ କିଛି ଜାଣିନୁ ନା। ଆଜ୍ଞା ଆଜ୍ଞା ଆଜ୍ଞା। ହଉ ହଉ, କେତେବେଳେ ଆପଣଙ୍କ ଆଶ୍ରମ ଟା ତମ ଘର କୋଉଠି? ପାଖରେ